ସେଦିନ ମୁଁ ଦେଖିଲି ଯେ ରାଜା ଆଖିରେ ଭୟ କ'ଣ। ସେଦିନ ରାଜା ହିଁ ଟୋଟାଲି ଭେଟଣା ହେଇଯାଇଥିଲା। ଟୋଟାଲି ସେ ଫୋନ୍ ଏମିତି ମୋ ଟୋଟାଲି ଦୌଡ଼ିବା ଭିତରେ ଫୋନ୍ଟା ଯେତେବେଳେ କରିଛି, ଫୋନ୍ଟା ମୋର ଛାତିରେ ବାଜିଲା। ଫୋନ୍ଟା ବାଜି ତାର ଆରେ ଭାଇ ଜୟ ଶ୍ରୀରାମ, ମୁଁ ହେଲି ଆପଣମାନଙ୍କର ଓ ଭାଇନା, ଆପଣମାନଙ୍କୁ ସ୍ୱାଗତ କରୁଛ ଏକ ବ୍ଲଗ୍ରେ, ନା 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 ରିଭ୍ୟୁ ଭିଡ଼ିଓରେ। ଯେ ଆପଣ ଅଚାନକ ଭାବିବେ ଯେ ଭାଇନା କ'ଣ ଆସି ରିଭ୍ୟୁ କଲେଣି, ବ୍ଲଗ୍ରେ ଯିବା ଲୋକ ଆସି କ'ଣ ରିଭ୍ୟୁ କରୁଛନ୍ତି। ପ୍ରକୃତ କଥା କ'ଣ ନା, ଯେତେ ବି ମୋର ଭାଇମାନେ ଅଛନ୍ତି ସମସ୍ତଙ୍କୁ ମୁଁ ସପୋର୍ଟ କରେ। ସେଥିଲାଗି ମୁଁ କ'ଣ କରିଛି ନା, ଯେଉଁ ଘୋଷ୍ଟ ବ୍ଲଗ୍ ହୁଏ ସେସବୁ ଘୋଷ୍ଟ ବ୍ଲଗ୍ ମୁଁ ବନ୍ଦ କଲି। ମୁଁ କହିଲି ତମମାନେ ସବୁ କର, ବାକି ମୁଁ କ'ଣ କରିବି ନା ଘୋଷ୍ଟ ବ୍ଲଗ୍ର ଏଥର ଯେତେବେଳେ ଆମେ ଯିବା ହାଡ଼ୁ ଆସିଲା ପରେ ସବୁତକ ରିଭ୍ୟୁ ମୁଁ ଆପଣମାନଙ୍କୁ ଜଣେଇବି। କିଏ ନା ମୁଁ ହେଉଛି ଆପଣମାନଙ୍କର ଓ ଭାଇନା। ଯେହେତୁ ଭାଇ ଆଳିଆ ଲୋକମାନେ ମୁଁ ତମ କଥା ସବୁବେଳେ ବୁଝିବା ପାଇଁ ରାଜି ଅଛି। ସେଠି କ'ଣ ରାତିରେ ହେଲା କିଏ ଜଣା ନ ଜଣେ ମୁଁ ଆସି ଆପଣମାନଙ୍କୁ ଜଣେଇଦେବି। ଆପଣମାନେ ଜାଣିବେ କାହା କିଛି କହିବେନି, ନହେଲେ ମୋତେ ଲୋକ ଖରାପ ହେବେ। ତ ସବୁ ଭାଇମାନେ ଥମ୍ବନେଲ୍ ଦେଖି ତ ଜାଣି ସାରିବେଣି ଯେ ଆମେ କେଉଁ ଭିଡ଼ିଓ ଉପରେ ଡିସ୍କସନ୍ କରିବା ପାଇଁ ଚାହୁଁଛୁ, କି କେଉଁ ଭିଡ଼ିଓ ଉପରେ ଡିସ୍କସନ୍ କରିକି ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହୁଁଛି। ତ ମୁଁ ଟୋଟାଲ୍ ଡିସ୍କସନ୍ କରିବା ଷ୍ଟାର୍ଟ କରୁଛି ଏଇଠୁ। ଆଉ ଲେଟ୍ ନ କରି ଗପିଲା ମାନେ ଆପଣମାନେ ବିରକ୍ତ ହେବେ, ବିରକ୍ତ ହେଲା ମାନେ ମୋ ଉପରୁ ସୋଦା ଗାଳି ଖେଳି ପଡ଼ିବ। ତ କଥା ରହୁଛି କ'ଣ, ଆମେ ଯାଇଥିଲୁ ଖୋର୍ଦ୍ଧା ବେଗୁନିଆ। ସେଟା ଗୋଟେ ପୁରୁଣା ହସ୍ପିଟାଲ ଥିଲା, ତାରି ଉପରେ ଭିଡ଼ିଓ ବନେଇବା ପାଇଁ। କିଏ କିଏ ଯାଇଥିଲୁ, ଟୋଟାଲି ଆମର ଘୋଷ୍ଟ ବଷ୍ଟର ସବୁତକ ଟିମ୍ ଆମେ ଯାଇଥିଲୁ, ସବୁତକ ପିଲା ଯାଇଥିଲୁ। ସେଠି ଯାଇ ପହଞ୍ଚିଥିଲୁ। ଆମକୁ ସେଠିକି ଡାକିଥିଲେ କିଏ, ସେଇ ଗାଁଠୁ ଜଷ୍ଟ 5 କିଲୋମିଟର ପୂର୍ବରୁ ସେ ଭାଇଙ୍କ ଘର। ତାଙ୍କର ଚ୍ୟାନେଲ ଥିଲା କ'ଣ ମୁଁ ବ୍ଲଗର। ସେ ବି ଭାଇ ଘୋଷ୍ଟ ବ୍ଲଗ କରୁଛନ୍ତି। ସେ ଥର ମୋ ସାଙ୍ଗେ ଦେଖା ହେଇଥିଲେ। କମ୍ ସେ କମ୍ ମୁଁ ଘର ପାଖକୁ 3 ଥର 4 ଥର ଆସିଥିଲେ ମୋତେ ଦେଖା କରିବା ପାଇଁ, କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଘରେ ନଥିଲି, ଘରେ ରହିପାରେ ନାହିଁ ବୋଲି ସେ ମୋତେ ଦେଖିପାରନ୍ତିନି କି ଦେଖା କରିପାରନ୍ତିନି। ମୋତେ ମୋ ସେ ରାହୁଲ ହେରିକା, ଆପଣମାନେ ଜାଣିଛୁ ସେ ରାହୁଲ ହେରିକା କ'ଣ କରନ୍ତି ନା, ଫୋନ୍ କରି କୁହନ୍ତି ଯେ ଆପଣମାନଙ୍କୁ ପିଲା ଦେଖା କରିବାକୁ ଆସୁଛନ୍ତି, ତମେ ଆସୁନ। ହେଲେ ମୁଁ କ'ଣ କରିବି, କାମ ଚକରରେ କୁଆଡ଼େ ସେଟା ପଳେଇଥିବି। ତ ସରି ଭାଇମାନେ, ସେତେବେଳେ ଆପଣଙ୍କୁ ଟାଇମ୍ ଦେଇପାରିନଥିଲି, ଦିଲ୍ସେ କ୍ଷମା କରିବେ। ତ ବର୍ତ୍ତମାନ ଆପଣମାନେ ତ ଥମ୍ବନେଲ୍ ଦେଖି ଜାଣିସାରିବେ ଆମେ କେଉଁ ଜାଗାକୁ ଯାଇଥିଲୁ ଆଉ କେଉଁ ଭିଡ଼ିଓ ଉପରେ ଡିସ୍କସନ୍ କରିବା ପାଇଁ ଚାହୁଁଛୁ। ମାତ୍ର 2 ଦିନ ତଳର ଭିଡ଼ିଓ ଏଇଟା ଥିଲା। କୋଉଟା ନା ଖୋର୍ଦ୍ଧା ବେଗୁନିଆର। ଆଉ ସେ ଯେଉଁ ଜାଗା ହେଇଥିଲା ଭାଇ, ପ୍ରକୃତରେ ସେ ଜାଗା ମୁଁ ଯାଇଥିଲି ମୁଁ ପେଣ୍ଟରେ ହଗି ପକେଇଥାନ୍ତି। ବାକି ରିଭ୍ୟୁ ଭିଡ଼ିଓ ତ ଆପଣମାନେ ଦେଖୁଛନ୍ତି କ'ଣ କରୁଛନ୍ତି, ମୁଁ କେମିତି କିଛି ଜାଣିନି କି ଆଗରୁ କେବେ ରିଭ୍ୟୁ ଭିଡ଼ିଓ ବନେଇନି, କିନ୍ତୁ ଏଇ ରିଭ୍ୟୁ ଭିଡ଼ିଓଟା ମୋର ଫାଷ୍ଟ। ମୁଁ ଯାଇଥିଲି ଅଙ୍ଗେ ନିଭେଇଲି ବୋଲି ଆପଣମାନଙ୍କୁ ଜଣାଇବା ପାଇଁ ଚେଷ୍ଟା କଲି। କାହିଁକିନା ଯେହେତୁ ମୁଁ ହେଉଛି ଆପଣମାନଙ୍କର ଓ ଭାଇନା, ଓ କାଟିଦେଲେ ମୁଁ ହେଉଛି ଆପଣଙ୍କର ଭାଇନା। ତେଣୁକରି ଆପଣମାନଙ୍କୁ ସଦାସର୍ବଦା ସତ ଜଣାଇବା ପାଇଁ ଆଉ ସଦାସର୍ବଦା ସେଠି କ'ଣ ଘଟୁଥିଲା କ'ଣ ହେଉଥିଲା ସେସବୁ ଜଣାଇବା ପାଇଁ କି ମୁଁ ଏଇ ରିଭ୍ୟୁ ଭିଡ଼ିଓଟା ବନେଇଛି। ଆଉ ଲିଟରାଲି କିନ୍ତୁ ପ୍ରକୃତରେ ସେଦିନ ରାତିରେ ସେ ଭାଇ ଦୌଡ଼ିକି କୁଆଡ଼େ ପଳେଇଲେ, ଆମେ ପାଇଲୁ ନାହିଁ। ସେ ଘର ଯେଉଁ ଭିତରେ କେସ୍ଟା ହେଲା ଟୋଟାଲି ଦୌଡ଼ିକି ପଳେଇଲେ କୁଆଡ଼େ। ତ ମୁଁ ଗୋଟେ କ୍ଲିପ୍ ଆପଣମାନଙ୍କୁ ଦେଖାଉଛି, ଆପଣମାନେ ଦେଖନ୍ତୁ। ଟୋଟାଲି ଏଠି ସିଡ଼ି ନାହିଁ, ଅଜୀବ କଥା। ତ ଆମେ ଆସିଥିଲୁ ଏ ହସ୍ପିଟାଲକୁ। ଆକ୍ଚୁଆଲି ପ୍ରଥମ ସାଉଣ୍ଡ ଗାଇଜ ଆମେ ଏପଟୁ ହିଁ ଶୁଣିଥିଲୁ। ଲିଟରାଲି ଆମେ ଯିବାର ଆମ ବାଁ ପଟେ, କିନ୍ତୁ ଆମେ ଯାଉଥିଲୁ ସିଧା କୋଉଠିକି, ସେ ହସ୍ପିଟାଲକୁ। କିନ୍ତୁ ଆମକୁ ସାଉଣ୍ଡ ହେଉଥିଲା କୋଉଠୁ, ବାଁ ପଟୁ। ମାନେ ସେଇଟା ମୋତେ ଫିଲ୍ ହେଲା ଇନଡାଇରେକ୍ଟଲି ଯେ ଆମକୁ ସେ ଘରକୁ ଯିବାକୁ ଦଉନି, ଜଙ୍ଗଲ ଭିତରକୁ ଟାଣୁଛି। ଫାଷ୍ଟ ଜଙ୍ଗଲ ଭିତରକୁ ସାଉଣ୍ଡ ହେଇଥିଲା, ଯେମିତିକି ଆମେ ଜଙ୍ଗଲ ପାଖକୁ ଯାଇଥିଲୁ ସେ କରକୁ, ରାଜାକଳା ଭିତରକୁ ଯିବା, ସେସବୁ ଜିନିଷ ନେଇକି ମୁଁ ସମସ୍ତଙ୍କୁ ପାଟି କରିଥିଲି, ବାଡ଼େଇଥିଲି ମଧ୍ୟ ସୂର୍ଯ୍ୟାଇକି। ତେଣୁକରି ତାପରେ କ'ଣ ହେଲା ନା, ଘର ଭିତରୁ ସାଉଣ୍ଡ ଆସିଲା। ଯେମିତିକି ଆମେ ଜଙ୍ଗଲ ଆଡ଼େ ନ ଗଲୁ, ସେମିତି ଘର ଭିତରୁ ସାଉଣ୍ଡ ଆସିଥିଲା। ଆଉ ମୁଁ ଆପଣମାନଙ୍କୁ କ୍ଲିପ୍ ଗୋଟେ ଦେଖଉଛି, ଏଇଟା ଦେଖନ୍ତୁ। ଟୋଟାଲି ମୁଣ୍ଡ ଖରାପ କ୍ଲିପ୍, ଟୋଟାଲି ଛାନିଆ ହେଇକି କି କୁଆଡ଼େ ଦୌଡ଼ା ଦୌଡ଼ି ହେଇକି ପଳେଇଲେ। ମୁଁ ନିଜେ ଜାଣିପାରିଲି କ'ଣ ହେଲା କ'ଣ ନାହିଁ। ପ୍ରକୃତରେ ଦେଖିଲା ବେଳକୁ ସେ ଗୋଟେ ଏଡ଼େ ଜୋର ସାଉଣ୍ଡ ହେଲା, ଆପଣମାନେ ବିଶ୍ୱାସ କରିବେନି, ଯେମିତି 3 ମହଲା କୋଠା ଗୋଟେ ଲୋକ ପଡ଼ିଲେ ଯେମିତି କାଚ କିନି ସାଉଣ୍ଡ ହୁଏନି, ସେଇଭଳିଆ ସାଉଣ୍ଡ ହେଲା। ସେ ଯେଉଁ କ୍ଲିପ୍ ଗୁଡ଼ା ଆପଣମାନେ ସବୁ ଦେଖିଲେ, ସେ ତ ସବୁ ସତ ଘଟଣା, ଆଦେହରେ କୌଣସି ମିଥ୍ୟତା ନାହିଁ। କାହିଁକିନା ସେ ଜାଗା ମୁଣ୍ଡରେ ମୁଁ ନିଜେ ଉପସ୍ଥିତ ଥିଲି। ଗୋଟେ କଥା ବହୁତ ମାନେ ଡରାବନି ଥିଲା କ'ଣ, ଆମେ ଯାଇଥିଲୁ ମେଡ଼ିକାଲକୁ ସିଧା, କିନ୍ତୁ ମେଡ଼ିକାଲ ପୂର୍ବରୁ ହିଁ ଆମକୁ ବାଁ ପଟେ ସାଉଣ୍ଡ ଆସିବା ଷ୍ଟାର୍ଟ ହେଇଗଲା, ଯେଉଁଠିକି ଆମେ ସମସ୍ତେ ସେଠିକି ଯାଇଥିଲୁ। ଲାଇଟ୍ ମାରିଲା ପରେ ସମସ୍ତେ କହିଲେ କ'ଣ ନେଳିଆ ନେଳିଆ ଦେଖାଯାଉଛି, କିନ୍ତୁ ସତ କଥା କହିବାକୁ ଗଲେ ସେ ନେଳିଆ ମୁଁ ଦେଖିନି, ସେ ନେଳିଆଟାକୁ ମୁଁ ଦେଖିନି। ଭିଡ଼ିଓ ସେତେବେଳେ କ୍ୟାମେରା ବି ମୁଁ ଧରିଥିଲି, କ୍ୟାମେରା ମାଧ୍ୟମରେ ଜୁମ୍ କରିବା ପାଇଁ ଚେଷ୍ଟା କଲି। କ୍ୟାମେରା ମାଧ୍ୟମରେ ଜୁମ୍ ଯେତେବେଳେ ହେଲା, ସେତେବେଳେ ମୁଁ କାହିଁ ସେ କ୍ୟାମେରାରେ ବି ଦେଖିପାରିଲି ନାହିଁ, କାହିଁକିନା ରାତି ସକାଶେ ମୁଁ ତ ସମସ୍ତେ ଲାଇଟ୍ ଧରିଛନ୍ତି, ମୁଁ ଫୋନ୍ ଧରିଛି। ତେଣୁକରି ସେ ଲାଇଟ୍ ମାନେ ଯେଝା ହିସାବରେ ଯିଏ ଦେଖିପାରୁଛନ୍ତି, କିନ୍ତୁ ମୁଁ କ'ଣ କରିଛି ନା ଜୁମ୍ କରିକି ସେଥିରେ ଦେଖିବା ପାଇଁ ଚେଷ୍ଟା କରୁଥିଲି, କିନ୍ତୁ ସେଥିରେ ଦେଖାଯାଉନଥିଲା। ବହୁତ ଟ୍ରାଏ କଲି ଦେଖିବା ପାଇଁ, କିନ୍ତୁ ମୁଁ ସେଇଟା ଦେଖିପାରିନି। ଏଇଟା ପୁରା ନିରାଟ ସତ୍ୟ କଥା। କିନ୍ତୁ ଏଥିରେ ପ୍ରେମ ଭାଇ, ରାଜା ଭାଇ, ପିକୁନୁ, ସୂର୍ଯ୍ୟକାନ୍ତ ଭାଇ ଏବଂ ଜିତୁ ଭାଇ ସମସ୍ତେ ସତ କହୁଥିଲେ ଯେ ସେମାନେ ଦେଖିଛନ୍ତି। କିନ୍ତୁ ଲାଷ୍ଟ ମୋମେଣ୍ଟରେ ଯେତେବେଳେ ରାଜା ଭାଇ କହିଲା ସେଠି ପାଖକୁ ଯିବା, ମୁଁ ଜଷ୍ଟ ହାଲକା ଗୋଟେ ସେକେଣ୍ଡରେ ଯେମିତି ଫେସ୍ ବୁଲେନି ଜଣଙ୍କର, ଏମିତି ଫେସ୍ ବୁଲେ ଯେମିତି ଭାବସ୍କିନ୍ ଲାଇଟ୍ ବୋଲେ ଚିକେନ୍ ଦେଖାଯାଏ, ସେଇଭଳିଆ ହେଇକି ପଳେଇଲା। ମୁଁ ଜାଣିପାରିଲି ନାହିଁ। ରାଜା ସେଠି ପାଖକୁ ଯାଇକି ତାକୁ ବାରମ୍ବାର କହୁଥିଲା ଯିବା ପାଇଁ, କିନ୍ତୁ ମୁଁ କହିଲି ସେ ଜାଗା ବାରମ୍ବାର ଯାଉନି, ସେ ଜାଗା ଠିକ୍ ନାହିଁ। ତମେ ଜାଣିପାରୁନ, ଆମେ ଆସିଛୁ ଗୋଟେ ଜାଗାକୁ, କିନ୍ତୁ ଆମକୁ ଡକା ଯାଉଛି ଆଉ ଗୋଟେ ଜାଗାକୁ। ଜଳୁଥିଲା ତାମାନେ ଫାଇନାଲ ବିଲୁ ଆଉ କ'ଣ, ବିଲୁ ଆଖି ଜଳୁଥିଲା। ତମେ ଚାଲ ଛାଡ଼।
ବିଲ କେବେ ଗୋଟିଏ ଜଣେ ଆସିବ ବିଲ କଣ ଏମିତି ସାଉଣ୍ଡ କରିବ? ତାପରେ ଆଉ ଗୋଟେ ବଡ଼ ଭୁଲ ଥିଲା କ'ଣ ଯେ ସେଠି ମିଟର ମାରୁଛନ୍ତି। ତାର ତମେ ସେଇଟା ଜାଣିବା ଦରକାର ସବୁ ଜାଗାରେ ମିଟର ଜଳେଇବ କି ନ ଜଳେଇବ ସେମିତି କ'ଣ ଗ୍ୟାରେଣ୍ଟି ଅଛି ମୋତେ କୁହ। ତେଣୁକରି ଆଉ ଗୋଟେ ଜିନିଷ ମୁଁ ବି ଏଇଟା ଜାଣିଛି ଯେ ଭୂତମାନେ କିଛି ବସ୍ତୁ ଫସ୍ତୁ ଧରି ପାରନ୍ତି କି ନ ଧରି ପାରନ୍ତି ମୁଁ ବି ଜାଣିନି। କିନ୍ତୁ ଆମ ଗାଁରେ ଜଣେ ମାମୁଁ ଅଛନ୍ତି ତାଙ୍କର ଘର ବି ଏମିତି ହେଇଥିଲା। ତାଙ୍କ ଘର ବି ଦୁମ୍ ଦୁମ୍ ହେଉଥିଲା ଦିନ ଦ୍ୱିପହରେ ହେଉଥିଲା। ମାନେ ମୁଣ୍ଡ ଖରାପ ସିନ୍ ହେଇଥିଲା ଏସବୁ ଜିନିଷ। ଦିନ ଦ୍ୱିପହରେ ଦୁମ୍ ଦୁମ୍ ହେଉଥିଲା। ବହୁତ ପ୍ରକାର କାମ କଲା ପରେ ଯାଇକି ଭଲ ହେଲା। ବାକି ପୁରା ଡିଟେଲ୍ସ ତ ମୁଁ ସେଇଟା କହିପାରିବିନି କ'ଣ ପାଇଁ ନା ସେଇଟା ମୋ ନିଜ ଘର ନୁହେଁ। ମୋ ନିଜ ଘର ହେଇଥିଲେ ମୁଁ ତାପରେ ଭିଡ଼ିଓ ବି ବନେଇକି ଆପଣମାନେ ଦେଖେଇଥାନ୍ତି। ବାକି ମୁଁ ଜାଣିଥିଲି ଯେଉଁଟା ସେଇଟା କହିଦେଲି। ପାଖକୁ ଗଲା ପରେ ମିଟର ମାରିଲେ ଜଳିଲା ନାହିଁ। ସେଠୁ ଦୂରକୁ ଆସି ମିଟର ମାରିଲେ ଟିକେ ନାକୁ ଜଳୁଥିଲା ତାପରେ ଜଳିଲା ନାହିଁ। ତାପରେ ପୁଣି ଘରକୁ ଆସିବା ପାଇଁ ଚେଷ୍ଟା କଲୁ ପୁଣି ପଛଆଡ଼େ ସାଉଣ୍ଡ ହେଲା। ପୁଣି ପଛଆଡ଼େ ଆମେ ରିଟର୍ନ କରିଥିଲୁ ସେ ଜଙ୍ଗଲ ପାଖକୁ। ଯେତେବେଳେ ସେ ଜଙ୍ଗଲ ପାଖକୁ ରିଟର୍ନ କଲୁ ସେତିକିବେଳେ କ'ଣ ହେଇଛି ନା ଫୋନ୍ ରାଜାଏ ଧରିଥିଲା। କିନ୍ତୁ ସେତେବେଳେ ମୁଁ ଟର୍ଚ୍ଚ ଧରିଥିଲି ମୁଁ ପୁରା କ୍ଲିୟରଲି ଦେଖିଛି ଛୋଟିଆ ଛୋଟିଆ ବ୍ଲୁ 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 ମାନେ ଟୋଟାଲ ଯେମିତି ବିଲେଇ ହଉ କି ବିଲୁଆ ହଉ ଏମିତି ଆଖି ଟର୍ଚ୍ଚ ମାରିଲେ ଯେମିତି ସେ ଯେତେ ଫଙ୍କସନ୍ କରୁଥିବ ଆଖିର କଲରଟା ସେତେ ଚେଞ୍ଜ ହେଉଥିବ ସେଇଭଳିଆ ଟାଇପ୍ର ଦେଖାଯାଉଥିଲା। ବାକି ମୁଁ ତ ସେଦିନ ନର୍ଭସ୍ ଥିଲି ସେ ଜଙ୍ଗଲ ପାଖରେ। ସେଠୁ ରିଟର୍ନ କରିକି ସେ ଘର ପାଖକୁ ଆସିଲା ବେଳେ ଦୁମ୍ କିନି ସାଉଣ୍ଡ ହେଲା। ଟୋଟାଲ ସବୁ ନିସ୍ତବ୍ଧ ହେଇଗଲେ ସବୁ ଦୌଡ଼ା ଦୌଡ଼ି ପଳେଇଲେ କେହି ନଥିଲା ସେ ଜାଗାରେ। ଯେମିତିକି ସାଉଣ୍ଡଟା ମୁଁ ଆପଣମାନଙ୍କୁ ଶୁଣୁଛି ଶୁଣନ୍ତୁ। ତ ଆପଣମାନେ ଟୋଟାଲି ସାଉଣ୍ଡ ନୁହେଁ ତ ଆପଣମାନେ ସମସ୍ତେ ଟୋଟାଲି କ୍ଲିପ୍ ଦେଖିକି ଜାଣିପାରିଥିବେ କେମିତି ସାଉଣ୍ଡ ହେଲା ଆଉ କେମିତି କ'ଣ ହେଉଥିଲା ସେ ରାତିରେ ଆମେ ସବୁ କେମିତି କ'ଣ ହେଇଥିବୁ। ସେତେବେଳକୁ ସମୟ ହୋଇଥାଏ କେତେବେଳେ କେତେଟା ରାତି ଆରାଉଣ୍ଡ 1 ସାଢ଼େ 1 ପ୍ଲସ୍ ସେତେବେଳେ ହେଇଯାଇଥାଏ। 1:30 2ଟା ପାଖାପାଖି ହେଇଯାଇଥାଏ। ବାକି ଆମର ମାଇଣ୍ଡ ଥାଏ ଆମେ କେମିତି ଭଲସେ ଭିଡ଼ିଓ କରି ଏଠୁ ବାହାରି ଯିବୁ। କିନ୍ତୁ ଯେତେବେଳେ ସେ ଅଚାନକ ସାଉଣ୍ଡ ହେଲା ମାନେ ଗୋଟେ ଦୌଡ଼ା ଦୌଡ଼ି ହେଇକି ପଇଲେ ମୁଁ ସବୁବେଳେ କହେ ଦୌଡ଼ନି କ'ଣ ପାଇଁ ନା ସବୁବେଳେ ସମସ୍ତଙ୍କୁ ପଛରେ ମୁଁ ଆଡ଼େଇକି ନେଇକି ଆସେ। ଏଇଠି ବହୁତ ଦିନ ହେଲାଣି ଭିଡ଼ିଓ ମୋର ବନ୍ଦ ହେଲାଣି 8-10ଟା କୁ ଜାଗାକୁ ମୁଁ ଯାଇନି ମୋର ଭିଡ଼ିଓ ବନ୍ଦ ହେଲାଣି। ତ ମନରେ ସାହସ ଅଛି ଭୟ ଥାଏ ତଥାପି ସାହସ ବି ଥାଏ। କିନ୍ତୁ ମୁଁ ସମସ୍ତଙ୍କୁ କେହି ଦୌଡ଼ା ଦୌଡ଼ି କରନି କାହିଁକିନା ସବୁ ସାଙ୍ଗ ହେଇକି ଯିବା। ଯେତେବେଳେ ଦୌଡ଼ା ଦୌଡ଼ି ପଳାଉଛ ନା କିଏ ନା ପଛରେ କିଏ ନା କିଏ ଜଣେ ରହିଗଲେ ମାନେ କିଛି ନା କିଛି ତା ସାଙ୍ଗେ ହେଇଯାଇପାରେ। ଆଇଦର ସତ ହଉ ଆଇଦର ମିଛ ହଉ କିଛି ବି ହଉ ତା ସାଙ୍ଗେ କିଛି ନା କିଛି ହେଇଯାଇପାରେ। ଆଇଦର ତାକୁ ଭୂତ ଧକ୍କା ଟାଇପାରୁ କିଛି ଦେଖିକି ଦୌଡ଼ିକି ଆସିଲା ବେଳେ ଡରିକି ପଡ଼ିଯାଉ ତ ମୁଣ୍ଡ ଫାଟିଯାଉ କି ଯାହାର ହାର୍ଟ ଫାର୍ଟ ପ୍ରୋବ୍ଲେମ୍ ଥିବ କି ହାର୍ଟ ଚୋକ୍ ହେଇଯାଉ କି ଭେଟଣାଇ କିଛି ବି ହେଇଯାଉ। ତେଣୁକରି ମୁଁ ସଦାବେଳେ କହେ ଯିଏ ଦେଖିଲ 2 ପାଦ ଡରିବ 2 ପାଦ ଡରିକି 2 ପାଦ ପଛକୁ ଯାଦବ ସେଇଠି ଠିଆ ହବ। ସେଇଠି ଠିଆ ହେଇକି ନା କି ତମେ ପଛକୁ ଦୌଡ଼ିକି ପଳେଇବ କାରଣ ଦୌଡ଼ିକି ପଳେଇଗଲେ କିଏ ଜାଣେ ଯେ ସେ ତମ ପଛରେ ଆସିପାରିବ। 2 ପାଦ ପଛକୁ ଆସିକି ଠିଆ ହବ ଜମା ପଛକୁ ଦୌଡ଼ିକି ଆସିବ ନାହିଁ। ସେ କ୍ୟାମ୍ପରେ ବସିଲା ବେଳେ ମୁଁ ସେଇ କଥା କହିଥିଲି ଦେଖନ୍ତୁ କ୍ଲିପ୍ଟା। ମୁଁ ସମସ୍ତଙ୍କୁ କହୁଛି କେହି ଡରିକି ବାହାରିକି ଦୌଡ଼ା ଦୌଡ଼ି କରନି। ସେତେବେଳକୁ ଦୌଡ଼ିଲେ ଯେତେବେଳେ ସେ ଘର ଭିତରେ ଅସମ୍ଭାଳ ହେଇଗଲା ସେଇ ଯେଉଁ ଭାଇ ଆମକୁ ନେଇକି ଯାଇଥିଲେ କାହିଁକିନା ତାଙ୍କ ଦ୍ୱାରା ହେଇଥିଲା ଭୁଲ କ'ଣ ନା ଆମେ ଯେଉଁ ଜାଗାକୁ ବି ଯାଉଛୁ ସେ ଜାଗାରେ ଆମେ କହୁଛୁ କ'ଣ ପ୍ରଥମେ ଆପଣ କ୍ଲିପ୍ଟା ଦେଖନ୍ତୁ ଆମେ କେଉଁ ଭଳିଆ ସେଇଠୁ ହେଇକି ଆସିଛୁ ଫୋନ୍ ଫୋପାଡ଼ି ଦେଇଛୁ। ସେତେବେଳେ କାହା ପାଟିରେ ଭାଷା ସଂଯୋଗ ନଥିଲା କି ଭାଷା କହିଦେଉଥାଏ। ତ ସେ ମୁଁ ବ୍ଲଗର ଭାଇଙ୍କ ଦ୍ୱାରା ଏଠି ଭୁଲ କ'ଣ ହେଇଥିଲା ନା ସେ ଭାଇ ଆଉ ଦିନେ ଆସିକି ଏଠି ଭିଡ଼ିଓ ବନେଇକି ଯାଇଥିଲେ ଆଉ କହିକି ଯାଇଥିଲେ ଯେ ଆପଣମାନେ କ୍ଷମା କରନ୍ତୁ ଯେତିକି ଅଛି ଏଠିକି ଅଛନ୍ତି ଆପଣମାନେ ଆମକୁ କ୍ଷମା କରନ୍ତୁ ଯେମିତିକି କ୍ଷମା ପ୍ରାର୍ଥନା ଆମେ କହୁଛୁ ସେ ବି କରିକି ଯାଇଥିଲେ। କାହିଁକିନା ଗୋଟେ ଜାଗାରେ ଆମେ ଜଣକୁ ଯାଇକି କ୍ଷମା ମାଗିକି ଆସିଲା ପରେ ପୁଣି ଆଉ 2-3 ଜଣ ଲୋକଙ୍କୁ ନେଇ ସେ ଜାଗାକୁ ଯିବାଟା ଠିକ୍ ନଥିଲା। କିନ୍ତୁ ଅବଶ୍ୟ ସେ ଭାଇ କିଛି ନା କିଛି ଫିଲ୍ କରିଥିଲେ ବୋଲି ଆମକୁ ସେଠିକି ଡାକିକି ନେଇକି ଯାଇଥିଲେ। ଆଉ ଆମେ କହିବୁ କ'ଣ ଆପଣମାନଙ୍କ ସାମ୍ନାରେ ତ ଟୋଟାଲି ଭିଡ଼ିଓ ଆପଣମାନଙ୍କ ସାମ୍ନାରେ ତ ସବୁ ଜିନିଷ ହେଲା ଆଉ ତା ପାଇଁକି ବି ଗୋଟେ ରିଭ୍ୟୁ ଭିଡ଼ିଓ ବନେଇଲି କାଳେ ଆପଣମାନେ କିଏ କୋଉଠି କ'ଣ ଭାବିଥିବେ ମିଛ ହେଇଥିଲା କ'ଣ ହେଇଥିଲା। ସବୁବେଳେ ମୁଁ ପଛରେ ଯାଏ ସବୁବେଳେ ମୁଁ ଗୋଟେ ଜିନିଷ ଫିଲ୍ କରିଛି ମୁଁ ପଛରେ ଏକା ଯାଏନି। ସବୁବେଳେ ମୁଁ ଗୋଟେ ଜିନିଷ ଫିଲ୍ କରେ ଯେ ସମସ୍ତଙ୍କ ଆଗରେ ହୁଡ଼େଇ ନେବି ମୋ ପଛରେ ମୋତେ ଏମିତି ଫିଲ୍ ଯେ ମୋ ପଛରେ ଗୋଟେ କିଏ ଆସୁଛି କି ଚାଲି ଚାଲି ଆସୁଛି କିନ୍ତୁ ମୁଁ ଆଜି ଯାଏଁ ଦେଖିପାରେ ନା କିନ୍ତୁ ଫିଲ୍ କରିପାରେ। ଯେମିତିକି ପବନ ବାଜିଲେ ଦେହରେ ଆମକୁ ଥଣ୍ଡା ଲାଗେ ସେମିତି ମୁଁ ଫିଲ୍ କରିପାରେ ଯେମିତି ମୋ ଦେହରେ ଗୋଟେ କିଏ ଟଚ୍ ହେଲା ଭଳିଆ ଲାଗୁଛି। ବହୁତ ଥର ଫିଲ୍ କରିଛି ଆଉ ଠିକ୍ ଡିଟୋ ସେଇଭଳିଆ ହେଇଥିଲା ସେ ମୁଁ ବ୍ଲଗର ଭାଇଙ୍କ ସାଙ୍ଗରେ ଯେ ସିଏ ଠିଆ ହେଇଥିଲେ କୋଉଠି ଏଣ୍ଟ୍ରି ଯେଉଁ ସେ ଘରର ଯେଉଁ ସାଇଡ଼୍ରେ ଯେଉଁ ଘରଟା ଥିଲା ଯେଉଁ ଗଛ ବାଗିଆ ସେ ସେଇଠିକିନା ଠିଆ ହେଇଥିଲା। ଆମେ ଧୀରେ ଧୀରେ ସବୁ ଭିତରକୁ ପଉଥିଲୁ ସେତିକି ଭିତରେ ତାଙ୍କ ଦେହରେ ଗୋଟେ ଟଚ୍ ହେଲା ବାଗିଆ କ'ଣ ହେଲା ବାଡ଼ି ହେଲା ବାଗିଆ ହେଲା କାହିଁକିନା ସିଏ ଥିଲେ ସେପଟ କୋଣରେ ଆମେ ସବୁ ତାଙ୍କ ସାମ୍ନାରେ ପଉଥାଉ ତାଙ୍କ ପଛ ଗୋଟେ କ'ଣ ଟଚ୍ ହେଲା ବାଗିଆ ହେଲା କି କ'ଣ ହେଲା କେଜାଣି ସେ ଖାଲି ଏତିକି ହିଁ କହିଲେ ମୋ ଦେହରେ ଗୋଟେ କ'ଣ ଟଚ୍ ହେଲା ବାଗିଆ ହେଲା। ବାକି ସେ ଗାଡ଼ିରେ ଯେତେବେଳେ ଥିଲେ ସେତିକି ପଚାରିଥିଲି ଯାହା ଜାଣିଥିଲି ସେଇଟା ମୁଁ କହୁଛି। ସେଇଠୁ ସେ ଯେତେବେଳେ ଚିଲେଇକି ଗର୍ଜନ କରି ଦୌଡ଼ିକି ପଳେଇଲେ ସେଇଠୁ ଆମେ ସମସ୍ତେ ନର୍ଭସ୍ ହେଇଗଲୁ। ସେଇଠୁ ଆମେ ବି ଦୌଡ଼ିକି ପଳେଇଗଲୁ। ଦୌଡ଼ିକି ଆସିଲା ପରେ ଆଉ ଗୋଟେ ଜିନିଷ ତ ମୁଁ କହିବା ପାଇଁ ଭୁଲି ଯାଉଛି କ'ଣ ସେଇଠୁ ଦୌଡ଼ିକି ଆସିକି ପଳେଇ ଆସିଲୁ। ତା ଭିତରେ ଏମିତି ହେଇଥିଲା ଆମେ କ୍ୟାମ୍ପ ନଗେଇ ସବୁ ବସିଥିଲୁ ମୁଁ କ୍ଲିପ୍ ଦେଖାଉଛି କ୍ୟାମ୍ପ ନଗେଇ ଆମେ ବସିଥିଲୁ ମାନେ ମୁଁ ଅଚାନକ କହିଲି କାହିଁ ସାଉଣ୍ଡ ତ ହେଉନି ଏତିକି କହିଛି
ଦୁମ୍ 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 ବାହାରୁ ଭିତରୁ ପଳାଏ। ଟୋଟାଲି ମୋ ଦେହ ଟାଙ୍କୁରି ଉଠିଗଲା, ରୁମ ଟାଙ୍କୁରି ଉଠିଲା। ରାତି ଦିଟା କେତେ ହେଇଥାଏ ସେତେବେଳକୁ, ମାନେ ଏମିତି ଲାଗିଲା ଯେମିତିକି ମାନେ ସେଇଟା ମୁଁ ବର୍ଣ୍ଣନା କରିପାରୁନି ସେ ଜିନିଷଟା ପ୍ରକୃତରେ କ'ଣ କିଛି, ସେଇଟା ମୁଁ ମାନେ କହିପାରୁନି ସେ ଜିନିଷଟା ପ୍ରକୃତରେ କ'ଣ। କିନ୍ତୁ ମୁଁ ଏତିକି ଜାଣିଛି ଯେତେବେଳେ କିଛି ଅତି ମାନେ ସିରିୟସ୍ ବାଲା ଜିନିଷ ଆମେ ଜାଣିଦେଲେ ଆମ ଦେହ ରୁମ ଟାଙ୍କିରେ ଉଠେ, ଯେମିତି ଦେହରେ ଗୋଟେ ଥଣ୍ଡା ଭୁସ୍ କିନି ଗୋଟେ ଜାଣ ପଶିଲା ଚିଲ୍ ହେଇଗଲା ଲାଗେ ନାହିଁ। ଥରେ ଗୋଟେ ମଣିଷ ଦେଖିବ ଯେତେବେଳେ ଗୋଟେ ଖରାପ ନ୍ୟୁଜ୍ ହଉ କି ବ୍ୟାଡ୍ ନ୍ୟୁଜ୍ ହଉ କି ଗୁଡ୍ ନ୍ୟୁଜ୍ ହଉ ଶୁଣିତେ ଅତ୍ୟନ୍ତ ଖୁସି ହେଇଯିବେ, ଥରିଲା ବାଗିଆ ହେଇଯିବେ, ନହେଲେ ତାଙ୍କ ଦେହ ପୁରା ଚିଲ୍ ହେଲା ବାଗିଆ ହେଇଯିବ, ବଡି ଗରମ ହେଲା ବାଗିଆ ହେଇଯିବ, ସେଇଭଳିଆ ହେଇଗଲା। ଯେତେବେଳେ ମୋ ପାଟିରୁ କଥା ସରିଲା ସେ କାହିଁ ସାଉଣ୍ଡ ତାକୁ ହେଲାନି, ମୋତେ ଫାଷ୍ଟ ଫିଲ୍ ହେଇଥିଲା ଯେ ନାଇଁ ସେମିତି କିଛି ନଥିଲା, ସେମିତି କ'ଣ ପବନ ହଉଥିବ କି ଗଛ ମାଡ଼ ହେଇଥିବ କ'ଣ ହେଇଥିବ ଏଇ ଯେଉଁ ଜିନିଷ ଥିଲା। କିନ୍ତୁ ଯେତେବେଳେ ମୋ ପାଟିରୁ କଥା ସରିଲା କାହିଁ ଆଉ ସାଉଣ୍ଡ ହଉନି ତ, ସେତିକିବେଳେ ସେ ସାଉଣ୍ଡଟା ହେଲା। ଏମିତି ମୁଁ କହୁଛି ଦେଖନ୍ତୁ, ଆଉ ହେଲାନି ତ ଭାଇ ଏଇ ସାଉଣ୍ଡ ହେଲା। ମୋ ଦେହରେ ପୁରା ମାନେ ମୁଁ ଆଉ କିଛି ଜାଣିନି କ'ଣ ହେଲା, ସେଇଠୁ ସମସ୍ତଙ୍କ ଛାତି ଦବିଗଲା। ମୁଁ ସମସ୍ତଙ୍କୁ ପଛରେ ଆଣିବା ଚକରରେ ନୁହଁ, ସେତେବେଳେ ମୁଁ କେମିତି ଦୌଡ଼ି ପଳାଇବା ଚକରରେ ଥିଲି। ମାନେ ବାକି କେତେଟା ଜିନିଷ ତା ଭିତରେ ଅଛି ଆପଣମାନେ ସେ ଭିଡ଼ିଓ ଭିତରକୁ ପଶିଲେ ଜାଣିପାରିବେ। ବାକି ସେ ଯେଉଁ ଜାଗାଟା ଥିଲା ଆମ ପାଇଁକି ବହୁତ ଖତରନାକ ଜାଗା ଥିଲା। ଆଉ ଗୋଟେ କଥା ରହିଲା, ମୁଁ ରାଗିକି ସୂର୍ଯ୍ୟକି ମାଇଲି କାହିଁକି, ମାରିବାର କାରଣ ଥିଲା କ'ଣ ଯେ ସବୁ ଜାଗାରେ ଓଭର ଚଢ଼ା ହେବା ଠିକ୍ ନାହିଁ। ଅବଶ୍ୟ ସିଏ ମୋ ଭାଇ, ମୁଁ ତାକୁ କହିପାରିବି କିଛି ଅସୁବିଧା ନାହିଁ, ମୁଁ ତାକୁ ମାରିପାରିବି। କାହାକୁ ବି, ରାଜାଇ ହଉ, ପ୍ରେମ ଭାଇ ହଉ, ସୂର୍ଯ୍ୟ ହଉ, ପିକୁନ ହଉ, ଆଜି ଯାଏଁ ମୁଁ କାହାକୁ ଆମ ଗ୍ରୁପରେ ଛାଡ଼ିନା, ସମସ୍ତଙ୍କୁ କହିଛି, ସମସ୍ତଙ୍କୁ ମାରିଛି, ସମସ୍ତଙ୍କୁ ଶୁଣେଇଛି। କଥା ରହିଲା ସୂର୍ଯ୍ୟକି ମାରିଲି ସେଇଟା କଥା ନୁହେଁ, କିନ୍ତୁ ମାରିବାର କାରଣଟା ଥିଲା କ'ଣ ଯେ ଜିନିଷ ଦେଖୁଛ, ଜିନିଷ ବିଷୟରେ ଜାଣିନ କି ମୁଁ ବି ଜାଣିନି, ସାଙ୍ଗେ ସାଙ୍ଗେ ସେ ଜିନିଷ ପାଖକୁ ଯିବା, ସାଙ୍ଗେ ସାଙ୍ଗେ ସେ ଜିନିଷ ଉପରେ ଆକ୍ସନ୍ ନେବାଟା ଆମ ଦ୍ୱାରା ଠିକ୍ ହଉନି। ଏସବୁ ଜିନିଷ ମୋତେ ବି ଫିଲ୍ ହେଉଛି ଯେ ଆମେ ଯେଉଁ ଜିନିଷ ସବୁ ଦେଖୁଛୁ, ଆମେ ଯେଉଁ ଜିନିଷ ସବୁ କରୁଛୁ, ଏସବୁ ଜିନିଷ ଆମେ ଦେଖୁଛୁ ଚଳୁଛୁ ଠିକ୍ ଅଛି, କିନ୍ତୁ ସେ ଜିନିଷ ପ୍ରତି ଆକ୍ସନ୍ ନେବା ଠିକ୍ ନାହିଁ। ଆମେ ପ୍ରେମ ଭାଇର ମୋର ମନା କରୁଛୁ, କିନ୍ତୁ ସୂର୍ଯ୍ୟରେ ରାଜାରେ କହୁଛନ୍ତି ଭାଇ ଟିକେ ପାଖକୁ ଯିବା, ଭାଇ ଟିକେ ପାଖକୁ ଯିବା। ଆରେ ପାଖକୁ ଗଲେ ତମକୁ ଅଧିକଟା ମିଳିବ କ'ଣ? ତମେ ଦୂରରୁ ଯେଉଁଟା ଦେଖୁଛ, ତମେ ପାଖକୁ ଗଲାବେଳକୁ ସେ ଜିନିଷଟା ତମଠୁ ଆଉ ଟିକେ ଦୂରକୁ ପଳାଉଛି। ସେ ଜିନିଷଟା ସେଇଠି ରୁହନ୍ତା, ତମେ ପାଖକୁ ଯାଆନ୍ତ, ଦେଖନ୍ତ, ତାପରେ ମଜା ଲାଗନ୍ତା। କଥା ହେଉଛି କ'ଣ, ସେ ଜିନିଷ ଟିକେ ପାଖକୁ ଗଲାବେଳକୁ ସେ ଜିନିଷ ଟିକେ ପଛକୁ ଦୂରକୁ ଯାଉଥାଏ, ଆଉ ସେ ଏମିତି ଦୂରକୁ ଯାଉଥାଏ ସେଇଟା ଜଣା ବି ପଡ଼ୁନଥାଏ। ସେ ଲାଇଟ୍ ଅଲଗା ଜିନିଷ ସେମାନେ କିଛି ଦେଖିନାହାନ୍ତି, ଖାଲି ଟର୍ଚ୍ଚ ମାରି ଲାଇଟ୍ ଦେଖୁଛନ୍ତି, ତା ଆଖି ଜଳୁଛି। ଟୋଟାଲି ବଡି ଦେଖିଥାନ୍ତ ଯାଇଥାନ୍ତ, କାହିଁକିନା ଏଡ଼େ ତଳୁ ଏଡ଼େ ଘାସ ଗଛ ବାଗି ହେଇଛି, ସେ ଘାସ ଗଛ କନ୍ଦିରେ ଛୋଟ ଛୋଟ ଲାଇଟ୍ ତମକୁ ଦେଖାଯାଉଛି। ହେଇପାରେ ସେ ଜରି ଫରି ପଡ଼ିଥିବ, ସେଗୁଡ଼ାକ ହେଇପାରେ। କିନ୍ତୁ ତମେ ଯେତେବେଳେ ପାଖକୁ ଯାଉଛି ସେ ପଛକୁ କେମିତି ଯାଉଛି? ଫାଷ୍ଟ ମୋ ମାଇଣ୍ଡରେ ଏଇଟା ବି ଥିଲା, ଦେହଟା କ'ଣ ଜରି ଫରି ଉଡ଼ିକି ଆସି ପଡ଼ିଥିବ, ତମେ ଲାଇଟ୍ ମାରିଲେ ଚିକଚିକ ହେଉଥିବ, ଦିଟା ଜରି ଲାଗିଥିବ, ସେ ଚିକଚିକ ହେଉଥିବ। କିନ୍ତୁ ଠିକ୍ ଅଛି, ଜରି ସେ ଦୂରରେ ଅଛି, ଲାଇଟ୍ ମାରି ତମ ପାଖକୁ ଯେତେବେଳେ ଯାଉଛ ସେ ପଛକୁ କେମିତି ଯାଉଛି? ଆଇଦର ଜଙ୍ଗଲଟା ପଛକୁ ପଳାଉନି ତ, ମୋତେ ସେଇଟା ଲାଗିଲା ଜଙ୍ଗଲଟା ପଛକୁ ପଳାଉଛି କି ଆଉ। ତେଣୁକରି ସୂର୍ଯ୍ୟ ଉପରେ ରାଗିକି ମାରିବାର କାରଣ କ'ଣ, ସିଏ କହୁଥିଲା କି ସେ ଜଙ୍ଗଲ ଭିତରକୁ ଯାଇକି ଭାଇ ଦେଖିବା। ମୁଁ କହିଲି ରାଜା ତ ଯାହା କହିଥିଲି ତତେ କହିବି, ତମେ ସେମିତି ସୂର୍ଯ୍ୟ ତୁ କାମ କରନା, ଯୋଉଥି ଫଳରେ ମୁଣ୍ଡ ଗରମ ହବ, ମୁଁ ଲାଷ୍ଟକୁ କ'ଣ ପାଟି କରି ନହେଲେ ବାଡ଼େଇବି। କିନ୍ତୁ ସେ ଲୋକଟା ଜାଣି ଶୁଣି ସେମିତି କଲା, ସେଇଥି ଫଳରେ ମୁଁ ରାଗିକି ହାତ ଉଠେଇଥିଲି। ତେଣୁକରି ସେଠି ଭୁଲ ମାଗିବାକୁ ପଡ଼ିବ ନା, କାହିଁକିନା ସେଇଟା ଆମ ଭାଇଆଳି କଥା। ମୁଁ ରାଗିକି କାହାକୁ ମାରିଲି ସେ ଜିନିଷ ବିଷୟରେ ଆଜି ଯାଏଁ ମୋତେ କାହାକୁ ଭୁଲ ମାଗିବାକୁ ପଡ଼େନି, କି ସେ ଜିନିଷ କଥା କେହି ଉଠାନ୍ତିନି। ମୁଁ ମାରିଥିଲି ସେ ଜିନିଷ ବିଷୟରେ ଆଜି ଯାଏଁ ବି କେହି କହିନାହାନ୍ତି ତପନ ସୂର୍ଯ୍ୟକି ମାରିଥିଲେ, ସୂର୍ଯ୍ୟ ମନ ଦୁଃଖ। ମୋତେ କାଲି ଫୋନ୍ କରି କହୁଛନ୍ତି ଆଉ ଭାଇ ଆଜି ଯାଏନି କାହିଁକି? ମୁଁ କହିଲି ଆଜି ଛୁଟି ଅଛି, ସେଥିଲାଗି ରିଭ୍ୟୁ ଭିଡ଼ିଓ ବନାଉଛି ମୁଁ। ତ ବାକି କଥା ରହିଲା କ'ଣ, ଏସବୁ ଜିନିଷ ଆମ ଭିତରେ ଧରାଥାଏ ନା। ମୁଁ ମାରିଥିଲି ସୂର୍ଯ୍ୟକି ଏଥିପାଇଁ କି ସେ ଜିଦି କରୁଥିଲା ସେ ଜଙ୍ଗଲ ଭିତରକୁ ଯିବା ପାଇଁ ରାଜା ସହିତ। କାହିଁକି ନା କଥାରେ ଅଛି, କୋଳଥ ମାଡ଼ ଦେଖିକି ବିରି ଆପେ ଫାଟିଯାଏ। ତମକୁ ମନା କରୁଛି ସେ ଜାଗାକୁ ଯାଉନ, ତମେ ଏ ଲୋକଟା ଖାଲି ଯିବ। ମୁଁ ପେଟେ ମଦ ପିଏ ସଜଣା, ବିଡ଼ି ସିଗାରେଟ୍ ଟାଣେ ସଜଣା, ନାଳରେ ପଡ଼ି ପାରେ ସଜଣା, ଘରକୁ ଯିବି ନାହିଁ ସଜଣା, ପ୍ୟାଣ୍ଟ ହଗି ଦେଇଛି ମୁଁ। ସବୁ ଜାଗାରେ କିଛି ନା କିଛି ଆମକୁ ଭଲ ଜିନିଷ ଦେଖିବାକୁ ମିଳିଥାଏ, କିଛି ନା କିଛି ଖରାପ ଜିନିଷ ଦେଖିବା ପାଇଁ ମିଳିଥାଏ, ଆଉ କିଛି ନା କିଛି ଆମକୁ ଶିଖିବା ପାଇଁ ମିଳିଥାଏ, ଆଉ କିଛି ନା କିଛି ଆପଣମାନଙ୍କୁ ଶିଖେଇବା ପାଇଁକି ମିଳିଥାଏ। ତେଣୁକରି ବାକି ରହିଲା କଥା କ'ଣ, ବାକି ଆମେ କିଛି ନା କିଛି ଭିଡ଼ିଓ ଯେଉଁ କରୁଛୁ କାହାକୁ ଦେଖିବା ପାଇଁ କରୁଛୁ, କାହାକୁ କିଛି ସୁଧାରିବା ପାଇଁ କରୁଛୁ, ଆଇଦର କେଉଁ ଜିନିଷକୁ କିଛି ନା କିଛି ଡେଭଲପ୍ ପାଇଁ କରୁଛୁ। ଆଇଦର ଆଜି ଯାଏଁ ଆମେ କାହାକୁ ଖରାପ ବୋଲି କହିନୁ, ହଁ ଆମେ ଏଇଟା କହୁଛୁ ସେ ଜାଗାରେ ଭୂତ ବାହାରିଥିଲା ବୋଲି, କିନ୍ତୁ ଆମେ ସେ ଜାଗାରେ ଦେଖିନୁ, ଆମେ କେବଳ ଫିଲ୍ କରିଛୁ। ତେଣୁକରି ଆମେ କହୁନୁ ସେ ଜାଗା ଖରାପ ହେଇଛି ତାକୁ ଭାଙ୍ଗିକି ପୋତି ଦିଅ ବୋଲି, ତାକୁ ଖରାପ କରିଦିଅ ବୋଲି। ବାକି କଥା ରହିଲା ଏଇଟା, ସେ ଜାଗା ଘର ହେଇକି ବାକି ସେ ଜାଗା ଭଲ ହେଇକି ଅଛି, ସେ ଜାଗାକୁ ଆହୁରି ଭଲ କରିଦିଅନ୍ତୁ, ସେ ଜାଗାରେ ବହୁତ ସାରା ଲୋକ ରଖିବାକୁ ଚେଷ୍ଟା କରନ୍ତୁ, ସେ ଜାଗାରେ ସେ ଘର ଭାଙ୍ଗି ଆଉଥରେ ନୂଆ କ'ଣ ସେଠି ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରନ୍ତୁ। କାହିଁକିନା ବାକି ସେ ଯେଉଁ ଜାଗା ହେଇଛି, ସେ ଯେଉଁ ପଡ଼ିଆ ହେଇଛି, ତମେ ଚାହିଁଲେ ସେଠି
ଆରାମସେ ଗୋଟେ ବଡ଼ ଫୁଟବଲ ଗ୍ରାଉଣ୍ଡ କରିପାରିବ ଗଭର୍ଣ୍ଣମେଣ୍ଟ ତରଫରୁ, ମିନି ଷ୍ଟାଡିୟମ୍ କରିପାରିବ। ହସ୍ପିଟାଲ ସେଠୁ ଯେଉଁ ହସ୍ପିଟାଲ ଯଦି ସେଠି ହେଇଥିଲା କିଛି ଖରାପ ହେଇଛି ତ ଆପଣ ଗୋଟେ କାମ କରନ୍ତୁ ସେଠୁ ଭାଙ୍ଗିକି ସେଇ ଜାଗାରେ ଅଲଗା ଜାଗାରେ କୋଉଠି କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ବାକି ସେ ଯେଉଁ ଜାଗାରେ ସେ ହସ୍ପିଟାଲଟା ହେଇଥିଲା ଲିଟରାଲି ବହୁତ ବଢ଼ିଆ ଜାଗାରେ ହେଇଥିଲା, କିନ୍ତୁ ସେଇଟା ତ ଦୈବ ଦୁର୍ଘଟଣା, କିଏ ତାକୁ ଅଟକେଇ ପାରିବ, କେହି ତାକୁ ଅଟକେଇ ପାରିବନି। ସିଲିଣ୍ଡର ଫାଟିଲା କ'ଣ ହେଲା ସେତେବେଳେ କଥା ତ ଆମେ ଜାଣୁନା, କିନ୍ତୁ ସିଲିଣ୍ଡର ଯେଉଁ ଫାଟିଥିଲା ମୁଁ ତାକୁ କହିବାକୁ ଗଲେ କହିବି ଦୈବ ଦୁର୍ଘଟଣା, କି ତାକୁ ଜାଣିଶୁଣି କିଏ ଫଟେଇଥିଲା ତା ବିଷୟରେ ମୁଁ କିଛି ଜାଣିନି, କି ସେ ବିଷୟରେ ମୁଁ କିଛି ଡିସ୍କସନ୍ କରିବା ପାଇଁ ଚାହୁଁନି। କିନ୍ତୁ ବାକି ସେ ଘର ଏବେ ବି ଦେଖିଲେ ଠିକ୍ ଠାକ୍ ହେଇକି ଅଛି। ସେ ଘରକୁ ଯଦି ଟିକେ ଧୁଆଧୁଇ କରି କବାଟ ଲଗେଇ ଦେବ ସେ ଘରେ ଚଳିପାରିବ ଆରାମସେ ୟାର। ଦିନ ବେଳା ରାତି ବେଳା ତ ମୁଁ ଯାଇଥିଲି, ଆମର ଯାହା ହେଇଛି ମୁଁ ଆପଣଙ୍କୁ କହିପାରିବି ନାହିଁ, ମାନେ ଟୋଟାଲି ବହୁତ ସାରା ହେଇଛି। ସେସବୁ ଜିନିଷ ପୁରା ଡିସ୍କସନ୍ କରିହେବନି, କିନ୍ତୁ ଯେତିକି ଡିସ୍କସନ୍ ମୁଁ ଆପଣଙ୍କ ସାଙ୍ଗେ କରିଛି ଆପଣମାନେ ଠିକ୍ ବୁଝିପାରିଥିବେ, ଠିକ୍ ଜାଣିପାରିଥିବେ। ବାକି ସେ ଯେଉଁ ଜାଗାରେ ଅଛି ଯଦି ସରକାରଙ୍କ ପାଖରେ ଭିଡ଼ିଓ ପହଞ୍ଚୁଛି ତେବେ ସେ ଜାଗାଟାକୁ ସେମିତି ପକେଇକି ନ ରଖି ସେଠି କିଛି ଗୋଟେ ଭଲ ନା ଭଲ କରିଦିଅନ୍ତୁ, କାହିଁକିନା ସେମିତି ପଡ଼ି ପଡ଼ିକି ରହିକି ସେ ଜାଗା ବି ଖରାପ ହେଉଛି। ସେ ଜାଗାରେ କିଏ, କାହିଁକିନା ଯଦି ଆମେ କହିବାକୁ ଯେ ଭୂତପ୍ରେତ ନାହାନ୍ତି ତ ଆମେ ଏଇଟା ବି କହିବା ତେବେ ଭଗବାନ ନାହାନ୍ତି। ଆମ ଭିତରେ ଆମର ଶରୀରଟା ଅଛି, କିନ୍ତୁ ଆମ ଭିତରେ ଆମ ଆତ୍ମା ହିଁ ନାହିଁ, ଆମ ଭିତରେ ଆମ ଜୀବନ ହିଁ ନାହିଁ। ତେଣୁକରି ମୁଁ ସବୁ ଜିନିଷକୁ ମାନେ, ଭଗବାନଙ୍କୁ ମାନେ, ଅସୁରକୁ ମାନେ, ରାକ୍ଷସକୁ ମାନେ ଏବଂ ଭୂତପ୍ରେତଙ୍କୁ ବି ମାନେ। ବାକି ଯେଉଁମାନେ ବୁଝୁନାହାନ୍ତି ସେମାନଙ୍କର ଭୁଲ ଚିନ୍ତାଧାରା, ଆଉ ଯେଉଁମାନେ କହୁଛନ୍ତି ଯେ ନାଇଁ ଭୂତପ୍ରେତ ଏମିତି ସାଇନ୍ସ ଯୁଗରେ କିଛି ନାହିଁ। ଆରେ ସାଇନ୍ସ ଯୁଗରେ ଯଦି ଭୂତପ୍ରେତ ନାହିଁ ତମ ଭିତରେ ତମ ଶରୀର କୋଉଠି ଅଛି? अरे कहना क्या चाहते हो? ସରି, ତମ ଭିତରେ ତମ ଜୀବନ କୋଉଠି ଅଛି? ତମ ଭିତରେ ତମ ଜୀବନ କୋଉଠି ଅଛି? ଯଦି ଜୀବନ ଅଛି ତାକୁ ଗୋଟେ ଏଡି ବଡ଼ କାଚ ବୋତଲରେ ବାହାର କରି ଦେଖେଇଲ ମୁଁ ଦେଖେ। ଶରୀର ଅଛି ମାନେ ଆତ୍ମା ଅଛି, ଆତ୍ମା ଅଛି ମାନେ ଭୂତ ଅଛି, ଭୂତ ଅଛି ମାନେ ଭଗବାନ ଅଛନ୍ତି, ଆଉ ଭଗବାନ ଅଛନ୍ତି ମାନେ ବ୍ରହ୍ମାଣ୍ଡ ଅଛି। ତ ବେଶୀ କଥା କିଛି ମୁଁ କହିବିନି। ତେବେ ଆଜିର ଏଇ ରିଭ୍ୟୁ ଭିଡ଼ିଓଟାକୁ ଏଇଠି ରଖିବାକୁ ପଡ଼ିବ, କାହିଁକି ନା ମୋ ଲାଇଫ୍ର ଏଇଟା ଫାଷ୍ଟ ରିଭ୍ୟୁ ଭିଡ଼ିଓ ଯେଉଁଟାକି ମୋ ଗ୍ରୁପ୍ରେ ମୋ ବ୍ଲଗ୍ରେ ପଡ଼ୁଛି। ଆଜିକାଲି ମାନେ ପ୍ରକୃତରେ କ'ଣ, ମୁଁ ହେଉଛି ବ୍ଲଗର ବାଲା ନା, ତେଣୁକରି ମୁଁ ବ୍ଲଗ୍ କରେ, ମୁଁ ମଜା କଥାବାର୍ତ୍ତା କରେ। ତେଣୁକରି ମୁଁ ସିରିୟସଲି ଗୋଟେ କଥା କହିବା ବେଳକୁ ମୋ ପାଟିରେ ଖାଲି ଆଡ଼ୁ ପଶିଯାଉଛି। ତେଣୁକରି ବାକି ଯାହା ହେଇଥିବ ଆପଣମାନେ ସବୁ ଦେଖିଛନ୍ତି, ଆପଣ ତ ସବୁ ଜାଣିଛନ୍ତି। ତେଣୁକରି ଯଦି କ୍ଷମା କରିବା କଥା କ୍ଷମା କରି, ଯଦି କିଛି ଭୁଲ କହିଥିବି, ଯଦି ଠିକ୍ କହିଥିବି ତେବେ କ୍ଷମା ନ କରି ସବସ୍କ୍ରାଇବ୍ ମାରିକି ଟୋଟାଲି ଉଡ଼େଇ ଦେବେ, କାହିଁକିନା ମୋତେ ଫେବୃଆରୀ ମାସ ଭିତରେ 50,000 ସବସ୍କ୍ରାଇବର କରିବାର ଅଛି। ତେଣୁକରି ବାକି ଆପଣମାନଙ୍କର ତ ବହୁତ ସାରା ଭଲ ପାଇବା ରହୁଛି, ସେଇ ଭଲ ପାଇବା ସକାଶେ 16,000 ସବସ୍କ୍ରାଇବର ହେଇଗଲେଣି। ସେଇଥିରେ ବ୍ଲଗ୍ ଆସିବ ଏବଂ ସେଇଥିରେ ରିଭ୍ୟୁ ଭିଡ଼ିଓ ଆସିବ। ତ ଆପଣମାନେ ଦେଖନ୍ତୁ, ଏନ୍ଜୟ କରନ୍ତୁ। ଆଜିର ରିଭ୍ୟୁ ଭିଡ଼ିଓଟାକୁ ଏଇଠି ରଖୁଛି। ଦେଖା ଆଉ ଏକ ନେକ୍ସଟ ରିଭ୍ୟୁ ଭିଡ଼ିଓରେ, ଯେଉଁଦିନ ଯିବୁ ଆମେ କ୍ୟାମ୍ପରେ। ତେଣୁକରି ସେ ପର୍ଯ୍ୟନ୍ତ ମୁଁ ରହୁଛି ଏବେ। ଦେଖା ହେବ ପୁଣି ଆଉ ଗୋଟେ ନୂଆ ବ୍ଲଗରେ। ସେ ପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ସେୟାର କରିବେ, ଲାଇକ୍ କରିବେ। ଆପଣଙ୍କର ଯାହା ଇଚ୍ଛା ଆପଣ ଯାହା କରୁଛନ୍ତି କରନ୍ତୁ, ମୋର ମନା କରିବାର ନାହିଁ, କିନ୍ତୁ ମୋର ଫେବୃଆରୀ ମାସ ଭିତରେ 50,000 କରିଦେବେ। ତ ଆଜିର ଭିଡ଼ିଓଟାକୁ ଏଇଠି ରଖୁଛି, ରହୁଛି। ଜୟ ଶ୍ରୀରାମ।